ସକାଳୁ ଉଠିକି ଆଜି ଦାଣ୍ଡକୁ ଦେଖିଲା ବେଳକୁ ମୋର ମନେ ପଡ଼ିଗଲା ମୋର ପିଲାଦିନର କଥା। ସକାଳୁ ଉଠୁ ଉଠୁ କାଉ କୋଇଲିର ଶବ୍ଦ, ତା ସହ ଦାଣ୍ଡରେ ମିଳୁଥାଏ ଟଙ୍କିକିଆ ବରାକୁ ଘୁଗୁନି, ତା ସହିତ ପିଲାମାନଙ୍କର ଖେଳ। ଆଜିକାଲିକା ଦାଣ୍ଡକୁ ଦେଖିଲେ ପୁରା ଖାଁ ଖାଁ ଲାଗୁଛି। ତ ଆମକୁ ସମୟ ସହିତ ନିଜକୁ ବି ଚେଞ୍ଜ କରିବାକୁ ପଡ଼ିବ। ତ ଆଜି ସକାଳୁ ଉଠିକି ମୁଁ ମୋର ହେଲ୍ଦି ଗୋଟେ ଜୁସ୍ ବନେଇ ଦେଇଥିଲି, ଯେଉଁଥିରେ କି ଡ୍ରାଏ ଫ୍ରୁଟ୍ସ, ବାନାନା ଆଉ ମିଲ୍କ ଥିଲା। ତାପରେ ରୁମ୍କୁ ସାଇଜ୍ କରିଦେଲି। ଛୁଆମାନେ ତ ସକାଳୁ ପଳେଇଥିଲେ ସ୍କୁଲକୁ। ଆଉ ତାପରେ ମୁଁ ଏଠି ହେଉଛି ଇଏ ଧରିକି ପଳେଇ ଆସିଥିଲେ କିଛି ପଣସ ଆଉ ମାଛ। ତ ପଣସ ଗୁଡ଼ାକୁ ତ ଦେଖିଲେ ମୋତେ ବହୁତ ହି ଲୋଭ ଲାଗେ। ତ ଇଏ ଯେହେତୁ ମୁଁ ଗାଧେଇ ପଡ଼ିଥିଲି, ଆଙ୍କୁ କହିଲି ଟିକେ ତୁମେ ମାଛ ବାଛି ଦିଅ, କାରଣ ମୋତେ ଆଜି ସକାଳୁ ସବୁ କାମ ଜଲ୍ଦି ସାରିବାର ଅଛି। ଆଉ ହଁ, ଏ ମାଛ ଆଜି 3 ପ୍ରକାର ମାଛ ଆଣିଥିଲେ। ରୋହି ଆଣିଥିଲେ, ଚିଙ୍ଗୁଡ଼ି ଆଣିଥିଲେ, ଆଉ ଗୋଟେ ମାଛର ନାଁ ମୁଁ ଜାଣିନି। ଆପଣମାନେ ଯଦି ଜାଣିଛନ୍ତି ମୋତେ କମେଣ୍ଟରେ ଜଣାନ୍ତୁ। ଗୁନୁ ସ୍କୁଲରୁ ଆସିବା ପୂର୍ବରୁ ମୋତେ ସବୁ ହିଁ କାମ ସାରିବାର ଅଛି, କାରଣ ଗୁନୁକୁ ଆସିଲେ ମୋତେ ଟିକେ ପାଠ ପଢ଼େଇବାର ଅଛି। ଆଉ ୟାସିମା ଆସିଲା ଦିନଠୁ ତ ମୋତେ ଟାଇମ୍ର ବହୁତ ହି ଅଭାବ ହେଉଛି। ମୁଁ ଦୋକାନକୁ ବି ଠିକ୍ସେ ଯାଇପାରୁନି। ତ ମାଛ ଭାଜି ସାରିଲା ପରେ ୟାସିମାର ମାଛ ବହୁତ ହି ଫେଭରେଟ୍। ତ ତାକୁ ଗୋଟେ ମାଛ ଖୁଆଇଦେଲି, ଆଉ ଆଙ୍କୁ ଖାଇବାକୁ ଦେଇଦେଲି। ସିଏ ପଳେଇଲେ ଦୋକାନକୁ। ତ ଆମର ଘର କାମ କେତେ ବାଟ ଯାଇଛି ଆପଣମାନେ ବହୁତ ସାରା କମେଣ୍ଟରେ ପଚାରନ୍ତି। ତ ଘର କାମ ଆମର ସବୁ ଫ୍ଲୋର୍ ଅଧା ଅଧା ହିଁ କାମ ହେଇଛି। ତ ତା ଭିତରେ ଛୁଆମାନେ ବି ପଳେଇ ଆସିଲେ, ତାଙ୍କୁ ପଖାଳ, ମାଛ ଭଜା ଆଉ ଆଳୁ ଚକଟା ଖୁଆଇଦେଲି। ଆପଣମାନଙ୍କୁ ଯଦି ଏ ଡ୍ରେସ୍ଟା ଭଲ ଲାଗୁଛି, ମୁଁ ପ୍ରଡ଼କ୍ଟ ଉପରେ ଟ୍ୟାଗ୍ କରିଦେଇଛି। ଆଉ ସବା 3rd ଫ୍ଲୋର୍ର କାମ ଆମର ଏତିକି ବାଟ ହିଁ ଯାଇଛି। ଏବେ ଦେଖନ୍ତୁ ଆମ ଛାତ ଉପରଟା କେତେ ସୁନ୍ଦର ଦେଖାଯାଉଛି ଆଉ କେତେ ବଡ଼ ଦେଖାଯାଉଛି। ତ କାମ ତ ଆସ୍ତେ ଆସ୍ତେ ଚାଲିଛି। ଆଉ ଖାଇବା ପିଇବା ସାରିକି ଆମେ ଶୋଇପଡ଼ିଥିଲୁ। ମୁଁ 4ଟା ବେଳେ ଗୁନୁକୁ ଟ୍ୟୁସନ୍ ଛାଡ଼ିବାକୁ ଯାଇଥିଲି, ୟାସିମାକୁ ବି ନେଇଥିଲି। ତ ସେଠୁ ବହୁତ ଜଣ ଆସିଥିଲେ, କି ବାଲେଶ୍ୱରରୁ ଆସିଥିଲେ ଆମ ସବସ୍କ୍ରାଇବର ମଧ୍ୟ, ଆଉ ପୁରୁଣା କଷ୍ଟମର ବି। ତ ଆଜି ଷ୍ଟୋର୍ ଭିଜିଟ୍ କରିବାକୁ ଆସିଥିଲେ। ଦୂରରୁ ଦୂରରୁ ବହୁତ ସାରା ଲୋକ ଆସୁଛନ୍ତି, ଆଉ ବହୁତ ସାରା ଭଲ ପାଇବା ଦେଉଛନ୍ତି। ଆପଣମାନେ ବି ଆସନ୍ତୁ। ଆଉ ରାତିରେ ଆମର ଆଜି ହେଇଥିଲା ଚିଲି ଚିକେନ୍। ତ ତା ପାଇଁ ମୁଁ ଚିକେନ୍କୁ ମ୍ୟାରିନେସନ୍ କରିକି ରଖିଦେଇଥିଲି। ଏଠି ଚିକେନ୍ ପକୋଡ଼ା ପାଇଁ ପ୍ରିପାରେସନ୍ କରୁଥିଲି। ତ ଆଜିର ବ୍ଲଗ୍ଟା ହୋପ୍ସ ଆପଣମାନଙ୍କୁ ବହୁତ ହି ଭଲ ଲାଗିଥିବ। ଆଜି ପାଇଁ ଏତିକି, କାଲି ଦେଖାହେବା। ଆଉ